ସାଇରାମ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ। ପ୍ରିୟ ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଜାଣିବା ସାପ୍ତାହିକ ରାଶିଫଳ 3 ନଭେମ୍ବରରୁ 9 ନଭେମ୍ବର 2025। ଏ ସପ୍ତାହରେ କାହାର ଭାଗ୍ୟ ଉଦୟ ହେବ? ଧନ, ଚାକିରି, ବ୍ୟବସାୟ, ପ୍ରେମ ଓ ସ୍ୱାସ୍ଥ୍ୟର ରାଶିଫଳ ଜାଣନ୍ତୁ। ଏ ସପ୍ତାହର ରାଶିଫଳ। ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କ ପାଇଁ ସଫଳତା ଓ ପ୍ରଗତିର ସମୟ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ସହିତ ନୂତନ ବାଣିଜ୍ୟ କରିବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବୃଦ୍ଧି ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ ଓ ସଫଳ ହେବେ। ଅଟକିଥିବା ଟଙ୍କା ଫେରସ୍ତ ପାଇବେ। ଦାମ୍ପତ୍ୟ ଓ ପ୍ରେମ ଜୀବନ ମଧୁର ହେବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ସଫଳ ଓ ମନୋବଳ ମଜବୁତ ରହିବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ସହିତ ସଫଳ ହେବେ। ଚାକିରି କ୍ଷେତ୍ରରେ ପ୍ରମୋଶନ ଓ ପ୍ରଶଂସା ପାଇବେ। ଆୟର ପରିମାଣ ବୃଦ୍ଧି ହେବ। ଛାତ୍ରଛାତ୍ରୀ ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ଓ ପ୍ରେମ ଜୀବନରେ ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ। ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ବ୍ୟସ୍ତତା ଓ ସୁଯୋଗର ରହିବେ। ବ୍ୟବସାୟ ଓ ବାଣିଜ୍ୟରେ ଆପଣ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ସଫଳ ସହିତ ପ୍ରଶଂସା ପାଇବେ। କୋର୍ଟ କଚେରୀରେ ସଫଳ ହେବେ। ଆୟର ପରିମାଣ ବୃଦ୍ଧି ହେବ, କିନ୍ତୁ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ବିଜୟ ହେବେ। ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାରଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ। କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ସଫଳତା ଓ ସ୍ଥାୟିତ୍ୱର ସପ୍ତାହ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ସହିତ ନୂତନ ବାଣିଜ୍ୟ କରିବେ। ଆୟ ଭଲ ରହିବ। ବିନିଯୋଗର ଚିନ୍ତା ହୋଇପାରେ। ଚାକିରି କ୍ଷେତ୍ରରେ ଆପଣଙ୍କର ଭଲ ରହିବ। ସ୍ୱାସ୍ଥ୍ୟ ଆପଣଙ୍କର ସ୍ଥିର ରହିବ। ପ୍ରେମରେ ଟ୍ରଷ୍ଟ ବଢ଼ିବ ଓ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୁଖ ସମୟ। ଆପଣଙ୍କ ଘରେ ଶୁଭ କାର୍ଯ୍ୟ ହୋଇପାରେ। ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣ ଚାପରେ ରହିଲେ ମଧ୍ୟ ଭଲ ଫଳ ହେବ। ବ୍ୟବସାୟ ଓ ବାଣିଜ୍ୟରେ ଅନେକ ନୂତନ କାମ କରିବେ, କିନ୍ତୁ ୱାର୍କଲୋଡ଼ ବଢ଼ିଯିବ। ଧନ ଆପଣଙ୍କର ବୃଦ୍ଧି ହେବ, କିନ୍ତୁ ଅତ୍ୟଧିକ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପ୍ରତି ସତର୍କ ଅବଲମ୍ବନ କରନ୍ତୁ। ଏ ସପ୍ତାହରେ ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାରଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କର ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟ ଓ ନୂତନ ବାଣିଜ୍ୟରେ ସଫଳତା ସହିତ ଲାଭବାନ ହେବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବୃଦ୍ଧି ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ସପ୍ତାହ ଶେଷ ଆଡ଼କୁ ଶୁଭ ଖବର ପାଇବେ। ତୁଳା ରାଶି। ତୁଳା ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କର ମଧ୍ୟମ ଧରଣ ରହିବ। ବ୍ୟବସାୟ ଓ ବାଣିଜ୍ୟରେ ଆପଣଙ୍କ ସ୍ଥିର ରହିବ। ଆୟର ପରିମାଣ ସୀମିତ ରହିବ। ଚାକିରି କ୍ଷେତ୍ରରେ ଆପଣ ସତର୍କ ସହିତ ଚଳନ୍ତୁ। ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ ଓ ଆପଣଙ୍କର ଜିଭ ଉପରେ ସଂଯମ ରଖନ୍ତୁ। ପ୍ରେମ ଓ ସନ୍ତାନ ସନ୍ତତି ଭଲ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଓ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବିଛା ରାଶି। ବିଛା ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଊର୍ଜା ଓ କୌଶଳ ସମୟ। ବ୍ୟବସାୟ ଓ ବାଣିଜ୍ୟ ଭଲ ସମୟ। ଆୟର ପରିମାଣ ବୃଦ୍ଧି ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ସଫଳ ହେବେ, ପ୍ରଶଂସିତ ହେବେ। ପ୍ରେମରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିଛି। ସ୍ୱାସ୍ଥ୍ୟ ଆପଣଙ୍କର ସ୍ଥିର ରହିବ। ଧନୁ ରାଶି। ଧନୁ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କର ଉନ୍ନତି ଓ ଭାଗ୍ୟ ସହିତ ସପ୍ତାହ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ସହିତ ସଫଳତା ଅର୍ଜନ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରଶଂସିତ ପାଇବେ। ଆୟର ପରିମାଣ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ମକର ରାଶି। ମକର ରାଶି ବ୍ୟକ୍ତିମାନେ ଏ ସପ୍ତାହରେ ନୂତନ କର୍ମ କଠିନ ଶ୍ରମର ସମୟ। ବ୍ୟବସାୟ ବାଣିଜ୍ୟ ଲାଭବାନ ରହିବେ। ଆୟର ପରିମାଣ ବୃଦ୍ଧି ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ସଫଳ ହେବେ। ଛାତ୍ରଛାତ୍ରୀମାନେ ଏ ସପ୍ତାହରେ କୃତକାର୍ଯ୍ୟ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ଆପଣ ସତର୍କ ଅବଲମ୍ବନ କରନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନେ ଏ ସପ୍ତାହରେ ବ୍ୟବସାୟ ମଧ୍ୟ ଭଲ ଚାଲିଛି। ସପ୍ତାହ ଆରମ୍ଭରେ ଆପଣ ଚିନ୍ତିତ ଏବଂ ଅସ୍ଥିର ଅନୁଭବ କରିବେ। ଆୟର ପରିମାଣ ସ୍ଥିର ରହିବ। ଚାକିରି କରୁଥିବା ବ୍ୟକ୍ତିମାନେ ସତର୍କ ସହିତ କାର୍ଯ୍ୟ କରନ୍ତୁ।
ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପରିବାରରେ ବେଶୀ ସମୟ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପ୍ରତି ସତର୍କ ରୁହନ୍ତୁ। ମୀନ ରାଶି ମୀନ ରାଶିର ବ୍ୟକ୍ତିମାନେ ସପ୍ତାହରେ ଶାନ୍ତି, ସଫଳତା ଓ ପ୍ରେମର ଉତ୍ସାହ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ସହିତ ନୂତନ ବାଣିଜ୍ୟ ଆରମ୍ଭ କରିବେ। ଚାକିରି କରୁଥିବା ବ୍ୟକ୍ତିମାନେ ପ୍ରମୋସନ ଓ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଅତି ମଧୁର ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଭିଡ଼ିଓରେ ଲାଇକ୍ ଦେବେ, କମେଣ୍ଟ କରିବେ ଏବଂ ଭିଡ଼ିଓଟିକୁ ସେୟାର କରିଦେବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।